ସାଙ୍ଗମାନେ ଆଜି ତୁ ମୋ ଆଖିର ତାରା ସିରିଏଲରେ ଦେଖନ୍ତୁ ବବଲି ରିଷିକୁ ରିଙ୍ଗ ପିନ୍ଧାଏ ଆଉ ତାପରେ ବବଲି ବହୁତ ଆଶ୍ଚର୍ଯ୍ୟ ହେଇଯାଏ ଆଉ ମନେ ମନେ କୁହେ ମୁଁ ତରୁଣକୁ ଭୁଲିବାକୁ ଯେତେ ଚେଷ୍ଟା କରୁଛି ମୋତେ ସବୁ ଜାଗାରେ ତରୁଣ କାହିଁକି ଦେଖାଯାଉଛନ୍ତି। ମୁଁ କାହିଁକି ତାଙ୍କୁ ଭୁଲିବାକୁ ଚାହିଁଲେ ବି ଭୁଲି ପାରୁନି। ମୁଁ ଯଦି ଏମିତି ହେବି ତାହେଲେ ମୁଁ ତାଙ୍କୁ କେବେ ବି ଭୁଲି ପାରିବିନି। ତାପରେ ବବଲି ସେଇଠୁ ଚାଲି ଯାଇଥିବା ବେଳେ ତରୁଣ କୁହେ ଗୋଟେ ମିନିଟ୍। ତାପରେ ସମସ୍ତେ ଆଶ୍ଚର୍ଯ୍ୟ ହେଇକି ତରୁଣକୁ ଚାହାନ୍ତି। ତରୁଣ କୁହେ ଆଜିର ପାର୍ଟି ସରିନି, ସ୍ପେଶିଆଲ ସରପ୍ରାଇଜ୍ ଏବେ ବି ବାକି ଅଛି। ଆଜି କେବଳ ଏନଗେଜମେଣ୍ଟ ନୁହେଁ, ଆଜି ବହୁତ ବଡ଼ ସେଲିବ୍ରେସନ୍ ପାର୍ଟି ଅଛି। ଆଜି ମୁଁ ମୋ ମନର କଥା ସମସ୍ତଙ୍କୁ କହିବା ପାଇଁ ଯାଉଛି। ଅନେକ ଲୋକଙ୍କ ସ୍ୱପ୍ନ ପୂରା କରିବାକୁ ଯାଉଛି ଆଉ ତା ସହିତ ଯିଏ ବି ପୂରା କରିବାକୁ ଶପଥ ନେଇଛି। ଆଉ ଏସବୁ ଦେଖି ତାରିଣୀର ମନ ବହୁତ କଷ୍ଟ ହେଉଥାଏ। ତରୁଣ ତା ଦାଦା ପାଖକୁ ଯାଇକି କୁହେ ଦାଦା ତୁମେ ଚାହୁଁଥିଲ ନା କିଏ ଜଣେ ମୋ ଜୀବନରେ ଆସୁ, ମୋ ଲାଇଫ୍ ପାର୍ଟନର ହଉ ଆଉ ତା ସହିତ ସାରା ଜୀବନ ମୁଁ ରୁହେ। ମୁଁ ତୁମ କଥା ହିଁ ମାନି ନେଇଛି। ମୁଁ ନା ଜଣଙ୍କ ଭଲ ପାଇବା ଆଗରେ ପୁରା ହାରିଯାଇଛି। ଆଜି ମୋ ଫ୍ରେଣ୍ଡ ବବଲି ଯେତେବେଳେ ତାଙ୍କ ଲାଇଫ୍ର ଏତେ ବଡ଼ ଡିସିସନ୍ ନେଇଥିଲେ ତାହେଲେ ମୁଁ କ'ଣ ପାଇଁ ପଛରେ ରହିବି। ଆଜି ତାଙ୍କ ସାମ୍ନାରେ ଆଉ ଦୁନିଆ ସାମ୍ନାରେ ମୁଁ ବି ମୋ ପାର୍ଟନରର ନାଁ ଆନାଉନ୍ସ କରିବାକୁ ଯାଉଛି ଆଉ ସେ ହେଉଛନ୍ତି ତପସ୍ୟା। ଆଉ ଏକଥା ଶୁଣି ବବଲି ପୁରାପୁରି ଆଶ୍ଚର୍ଯ୍ୟ ହେଇଯାଏ। ସାଙ୍ଗମାନେ ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟିଆ ଲାଇକ୍ଟିଏ କରିଦିଅନ୍ତୁ, କାହିଁକିନା ମୁଁ ଏଇଭଳି ଭିଡ଼ିଓ ଆପଣମାନଙ୍କ ପାଇଁ ସବୁଦିନ ଆଣିଦେବି। ଜୟ ଜଗନ୍ନାଥ।